हाय फ्रेंड्स, यूट्यूब चैनल को स्वागत। सीटी और बीएड परीक्षा 2020 सेक्शन 2 पेपर 1 एजुकेशन एंड जनरल अवेयरनेस। यही वीडियो रे 50 टी मोस्ट इम्पोर्टेंट क्वेश्चन नेकी आसी पार्ट 3। टाइम नष्ट न करी चलो जीवा प्रश्नोत्तर कौन कौन अच्छी देखिबा। जातीय शिक्षा नीति 1986 रो दुईटी कमिटी मूल्यांकित करा जायतिला। एथि मध्य गोटे राममूर्ति कमिटी 1990 होइथिबा बेले अन्यटी कौन? अन्यटी है ऑप्शन सी जनार्दन रेड्डी कमिटी 1992। मार्क्सवाद राजनैतिक चिंताधारा अनुजाई दृढ़ असमतार मूल कारणटी कौन? ऑप्शन ए व्यक्तिगत मालिकाना। मनीष शरीर हाराहारी साधारण तापमात्रा केते? ऑप्शन डी 37 डिग्री सेल्सियस। शिक्षण सेवागुड़िक स्वतंत्र भावे उत्सर्गीकृत भारतर प्रथम उपग्रहर नाटी कौन? ऑप्शन डी रोगर नियंत्रण एवं निराकरण केंद्र सीडीसी अनुजाई जदि जड़े वयस्क व्यक्ति बयस 28 बीएमआई अच्छी तेबे तांकु केउ श्रेणीभुक्त करा जिवो? ऑप्शन बी पृथक। निम्नलिखित राजनेता मध्यरु के सांसद भावे लगातार 10 थर लाक्षाद्वीप निर्वाचन मंडल प्रतिनिधि करिसंती? ऑप्शन ए पीएम साइद। राष्ट्रीय माध्यमिक शिक्षा अभियान सरकार द्वारा केउथि पई आरंभ करा जायतिला? ऑप्शन ए माध्यमिक शिक्षार अभिज्ञता हासिल करिवा। जड़े शिक्षार्थी जीविका अर्जन पाई बढ़ई काम शिखुंट। यह निम्नलिखित मध्य शिक्षार उद्देश्य केउ उदाहरण अटे? ऑप्शन सी सहायक। निम्नलिखित मध्य केउटी को मतदानर बहुलता पद्धति बोली मध्य कहा जाए? ऑप्शन सी फर्स्ट दी पोस्ट सिस्टम। भारतीय संविधान धारा 243 अनुजाई पंचायत रे समस्त आसन व्यक्ति को नहीं पूरण हेबा जहाकू किए चयन करती? ऑप्शन डी पंचायत अंचल प्रादेशिक निर्वाचन मंडली रे प्रत्यक्ष निर्वाचन द्वारा। निम्नलिखित मध्यरु केउ रासायनिक पदार्थटी साधारणतः जलर जीवाणु नाशक भाव व्यवहृत हुए? ऑप्शन डी क्लोरीन। शिक्षक को शिक्षा संबंधित समस्त विषय पाई 1995 आरंभ होइथिबा केंद्र और राज्य सरकार को वैधानिक अनुष्ठानटी को चिन्हट करंतु? ऑप्शन डी कौन ना नेशनल काउंसिल फॉर टीचर एजुकेशन NCTE। सर्जेंट कमिटी रिपोर्ट 1944 अनुजाई निम्नलिखित केउ सुपारिशटी सटीक अटे? ऑप्शन डी 6 ରୁ 14 वर्षर पिलामानंकु मागणा
ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ। ଭାରତରେ କେଉଁ ବର୍ଷ ଗଭର୍ଣ୍ଣର ଜେନେରାଲ ଇନ୍ କାଉନସିଲ୍ ଏକ ଜେନେରାଲ କମିଟି ଅଫ୍ ପବ୍ଲିକ୍ ଇନଷ୍ଟ୍ରକ୍ସନ୍ ନିଯୁକ୍ତି କରିଥିଲେ? ଅପସନ୍ ଏ 1823। ମସ୍ତିଷ୍କ ଝିଲ୍ଲିର ଫୁଲା ହେଉଛି ଏକ ସଂକ୍ରମଣ ଯାହାକି ସୂକ୍ଷ୍ମ ଝିଲ୍ଲି ଗୁଡ଼ିକୁ ପ୍ରଭାବିତ କରେ। ଏହି ଝିଲ୍ଲି ଗୁଡ଼ିକ କେଉଁଟିକୁ ଘୋଡ଼ାଇ ରଖିଥାଏ? ଅପସନ୍ ବି ବୃକକ୍। ନିମ୍ନଲିଖିତ କେଉଁ ଅନୁଷ୍ଠାନଟି ପ୍ରଦାନ କରୁଥିବା ଶିକ୍ଷା ବ୍ୟବସ୍ଥିତ ଏବଂ କେଉଁ ବିଷୟରେ ବିଭକ୍ତ? ଅପସନ୍ ଡି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ପଛୁଆ ବର୍ଗକୁ ଚିହ୍ନଟ କରିବା ପାଇଁ 1979ରେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ପାର୍ଟି ସରକାର ଭାରତରେ କେଉଁ କମିଶନ ଗଠନ କରିଥିଲେ? ଅପସନ୍ ବି ମଣ୍ଡଳ କମିଶନ। ଇଲେକ୍ଟ୍ରିକ୍ ଆଇରନ୍ରେ ମାଇକା ବ୍ୟବହାର ସମ୍ପର୍କରେ ନିମ୍ନଲିଖିତ ମଧ୍ୟରୁ କେଉଁ କାରଣଟି ସଠିକ୍ ଅଟେ? ଅପସନ୍ ବି ଏହା ତାପ ସୁପରିବାହୀ କିନ୍ତୁ ବିଦ୍ୟୁତର ଉପରିବାହୀ। ନିମ୍ନଲିଖିତ ଏକାଡେମୀ ସଂସ୍ଥାଗୁଡ଼ିକ ମଧ୍ୟରୁ କେଉଁଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଯାହାକି ଡାଏଟ୍ର ଅଂଶବିଶେଷ ନୁହେଁ? ଅପସନ୍ ବି ପ୍ରତି ପ୍ରସାରଣର ନିୟମ ଉପରେ ନିମ୍ନଲିଖିତ ମଧ୍ୟରୁ କେଉଁଟି କାର୍ଯ୍ୟ କରେ? ଅପସନ୍ ଏ ଧାରା 21A ଏବଂ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା RTE ଆଇନ କେଉଁ ବର୍ଷ କାର୍ଯ୍ୟକାରୀ ହୋଇଥିଲା? ଅପସନ୍ ସି 2010 ମସିହା। ଜୁନ 2018 ସୁଦ୍ଧା ଭାରତର ମୁଖ୍ୟ ନିର୍ବାଚନ ଆୟୋଗ କିଏ ଥିଲେ? ଅପସନ୍ ସି ଓମ୍ ପ୍ରକାଶ। ମାଧ୍ୟମିକ ଶିକ୍ଷା ଢାଞ୍ଚାଟି କ'ଣ ଅଟେ? ଅପସନ୍ ସି 8+3+3। ଡେଲରଙ୍କ ରିପୋର୍ଟରେ ଶିକ୍ଷଣ ନିମ୍ନଲିଖିତ କେଉଁ ଚାରୋଟି ସ୍ତମ୍ଭ ପ୍ରସ୍ତାବିତ? ଅପସନ୍ ଡି ଜାଣିବା କରିବା ହେବା ଏକାଠି ବଞ୍ଚିବା ପାଇଁ ଶିକ୍ଷା। ଶିକ୍ଷା କମିଶନ 1964-1966 ଅନୁଯାୟୀ ଶିକ୍ଷା ସାମାଜିକ ଅର୍ଥନୈତିକ ଏବଂ ସାଂସ୍କୃତିକ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ହେବ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାପ୍ତି କରିବା ପାଇଁ? ଅପସନ୍ ଏ ଜାତୀୟ ଲକ୍ଷ୍ୟ। ନ୍ୟାସନାଲ୍ ପବ୍ଲିକ୍ ପାର୍ଟିର ପ୍ରତିଷ୍ଠାତା କିଏ? ଅପସନ୍ ଏ PA ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତ ସରକାରଙ୍କ ଏକ କାର୍ଯ୍ୟକ୍ରମ ଯେଉଁଥିରେ ପାଠ୍ୟପୁସ୍ତକ ଅଡ଼ିଓ ଭିଡ଼ିଓ ପତ୍ରିକା ଏବଂ ୱେବସାଇଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ଅନ୍ୟାନ୍ୟ ଡିଜିଟାଲ ସାଧନଗୁଡ଼ିକ ଭଳି ସମସ୍ତ ଶିକ୍ଷା ସମ୍ବଳିତ ଉତ୍ସଗୁଡ଼ିକର ପ୍ରଦର୍ଶନ ଓ ପ୍ରସାରଣ କରାଯାଏ? ଅପସନ୍ ଏ ପାଠଶାଳା। ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କ 1905 ଭାଷା ଗଣିତ ବିଜ୍ଞାନ ସାମାଜିକ ବିଜ୍ଞାନ ସମେତ ନିମ୍ନଲିଖିତ କେଉଁ ପାଠ୍ୟକ୍ରମ ଦିଗ ପ୍ରତି ଧ୍ୟାନ ଦିଏ? ଅପସନ୍ ଏ କାର୍ଯ୍ୟ କଳା ଐତିହାସିକ ଶିଳ୍ପ ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା ଏବଂ ଶାନ୍ତି। ଇଶାନ ଉଦୟ UGC ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବିଶେଷ ସ୍କଲାରସିପ୍ ସ୍କିମ୍ ଯାହା ବାର୍ଷିକ 4.5 ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ 10,000 ଟଙ୍କା ସ୍କଲାରସିପ୍ ମଞ୍ଜୁର କରେ। ନିମ୍ନଲିଖିତ କେଉଁ ଅଞ୍ଚଳ ପାଇଁ ଏହି ସ୍କିମ୍ ପ୍ରଯୁଜ୍ୟ ଅଟେ? ଅପସନ୍ ଏ ଉତ୍ତର ପୂର୍ବାଞ୍ଚଳ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାର୍ବଜନୀନ ବୟସ୍କ ମତାଧିକାର ଅବଧାରଣାର ସମାନତାର ରୂପକୁ ବର୍ଣ୍ଣନା କରେ? ଅପସନ୍ ଏ ରାଜନୈତିକ ସମାନତା।
2008-9 ଭାରତରେ ଉଚ୍ଚ ଶିକ୍ଷାର ନବୀକରଣ ଓ ପୁନରୁତ୍ଥାନ ଉପରେ ପରାମର୍ଶ ଦେବା ପାଇଁ ଏକ କମିଟି ଯାହା ଉଚ୍ଚ ଶିକ୍ଷା ସହିତ ଜଡ଼ିତ ବିଭିନ୍ନ ନିୟାମକ ସଂସ୍ଥାର ସମୀକ୍ଷା ପାଇଁ ଗଠନ କରାଯାଇଥିଲା। ଏହି କମିଟିର ନାଁ କ'ଣ? ଅପସନ୍ ଡି। ନିମ୍ନଲିଖିତ ମଧ୍ୟରୁ କେଉଁଟିକୁ ସାଇକୋସିସ୍ କୁହାଯାଉଥିବା ମନରେ ଏକ ଅସ୍ୱାଭାବିକ ଅବସ୍ଥାର ବୈଶିଷ୍ଟ୍ୟଗତ ଲକ୍ଷଣ ଅଟେ? ଅପସନ୍ ଏ ମତିଭ୍ରମ ଭ୍ରାନ୍ତି। 2015 ମସିହାରେ ସରକାର ଆରମ୍ଭ କରିଥିବା ସାରାଂଶ ଯୋଜନାର ଉଦ୍ଦେଶ୍ୟ କ'ଣ? ଅପସନ୍ ଡି। ପରିବର୍ତ୍ତନ ପ୍ରଣୟନ କରିବା ଏବଂ ସୁବିଧା ଯୋଗାଇବା ଦୃଷ୍ଟିରୁ ଉନ୍ନତିର କ୍ଷେତ୍ରଗୁଡ଼ିକ ଚିହ୍ନଟ କରିବା ପାଇଁ ସ୍କୁଲମାନଙ୍କୁ ଅନୁମତି ଦିଏ। ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାଗୁଡ଼ିକ କିଏ ପରିଚାଳନା କରେ? ଅପସନ୍ ସି। କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍। CBSE ଅନୁମୋଦିତ ସ୍କୁଲ ଓ ଅଭିଭାବକମାନଙ୍କ ବ୍ୟାପକ ସହ-ସମୀକ୍ଷା ଓ ବିଶ୍ଳେଷଣର ସାଧନକୁ ଚିହ୍ନଟ କରନ୍ତୁ ଯାହାକି ଛାତ୍ରଛାତ୍ରୀଙ୍କର ପ୍ରଦର୍ଶନକୁ ବିଶ୍ଳେଷଣ କରି ପ୍ରତିକାରାତ୍ମକ ପଦକ୍ଷେପ ନେବା ପାଇଁ ସକ୍ଷମ କରାଯାଏ। ଅପସନ୍ ଏ ସାରାଂଶ। ନିମ୍ନଲିଖିତ ମଧ୍ୟରୁ କେଉଁ କମିଶନ ସୁପାରିଶ କରିଥିଲେ ଯେ ପ୍ରାଥମିକ ସ୍କୁଲମାନଙ୍କର ପରିଚାଳନା ପୌର ପରିଷଦ ଏବଂ ଜିଲ୍ଲା ବୋର୍ଡକୁ ହସ୍ତାନ୍ତର କରାଯିବା ଉଚିତ? ଅପସନ୍ ଡି। ହଣ୍ଟର କମିଶନ। ଗୋଟିଏ ବସ୍ତୁର ଓଜନ ମେରୁ ତୁଳନାରେ ବିଷୁବ ରେଖାଠାରେ କମ୍ ହୁଏ। ଏହାର କାରଣ ସମ୍ପର୍କରେ ନିମ୍ନଲିଖିତ କେଉଁ ଉକ୍ତିଟି ଠିକ୍ ଅଟେ? ଅପସନ୍ ଡି। ମେରୁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ। ଜୁନ୍ 2018 ସୁଦ୍ଧା ଭାରତରେ ଇଂରେଜୀ ଓ ଅନ୍ୟ ବିଦେଶୀ ଭାଷାରେ ଉଚ୍ଚତର ଶିକ୍ଷା ପ୍ରଦାନ କରୁଥିବା ଜାତୀୟ ଅନୁଷ୍ଠାନ CIEFLର ନିମ୍ନଲିଖିତ କେଉଁ ସ୍ଥାନରେ କ୍ୟାମ୍ପସ୍ ନାହିଁ? ଅପସନ୍ ଡି। ବମ୍ବେରେ ନାହିଁ। 10 ବର୍ଷିଆ ସ୍କୁଲ ପାଠ୍ୟକ୍ରମ ଉପରେ NCERTର ଦଲିଲକୁ ତର୍ଜମା କରିବା ପାଇଁ ଗଠିତ ଈଶ୍ୱରଭାଇ ପଟେଲ କମିଟି 1977 ନିମ୍ନଲିଖିତ କେଉଁ ବିଷୟବସ୍ତୁକୁ ଉପସ୍ଥାପନା କରିଥିଲା? ଅପସନ୍ ବି। ସାମାଜିକ ଭାବେ ଉପଯୋଗୀ ଫଳ ପ୍ରଦତ୍ତ କାର୍ଯ୍ୟ। UGC ସାମାଜିକ ବିଜ୍ଞାନରେ ଗବେଷଣା ପାଇଁ ଏକକ ଶିଶୁ କନ୍ୟାଙ୍କ ପାଇଁ ସ୍ୱାମୀ ବିବେକାନନ୍ଦ ଫେଲୋସିପ୍ ପରିଚାଳନା କରିଛି ଯାହାର ଉଦ୍ଦେଶ୍ୟ ହେଉଛି ଡେସ୍ ପାଇଁ ଉଚ୍ଚଶିକ୍ଷାର ପ୍ରତ୍ୟକ୍ଷ ଖର୍ଚ୍ଚକୁ ପରିପୂରଣ କରିବା। ଅପସନ୍ ସି। ପରିବାରରେ ଯିଏ ଏକମାତ୍ର ଛାତ୍ରୀ। ଭାରତରେ ଏକକ ହସ୍ତାନ୍ତରୀୟ ଭୋଟ ଭାବେ ସମାନୁପାତି ପ୍ରତିନିଧି ପଦ୍ଧତି ଅନୁଯାୟୀ ନିମ୍ନଲିଖିତ ମଧ୍ୟରୁ କିଏ ନିର୍ବାଚିତ ହୁଅନ୍ତି? ଅପସନ୍ ବି। ରାଷ୍ଟ୍ରପତି। ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ରୂପେ ଉଲ୍ଲେଖ ନାହିଁ? ଅପସନ୍ ଡି। ନୈତିକତାର ଅଧିକାର। 1928-1929 ନିମ୍ନଲିଖିତ ମଧ୍ୟରୁ କେଉଁ କମିଟି ଭାରତରେ ବିଦ୍ୟମାନ ଶିକ୍ଷା ବ୍ୟବସ୍ଥାର ଅନୁସନ୍ଧାନ କରିବା ପାଇଁ ସାଇମନ୍ କମିଶନଙ୍କର ଏକ ସହାୟକ କମିଟି ଭାବେ ଗଢ଼ା ଯାଇଥିଲା? ଅପସନ୍ ବି। ହର୍ଟଗ୍ କମିଟି। ନିମ୍ନଲିଖିତ ମଧ୍ୟରୁ କେଉଁ ଅଣୁଜୀବଟି ଟାଇଫଏଡ୍ ଆନ୍ତ୍ରିକ ଜ୍ୱରର ସୃଷ୍ଟି କରିଥାଏ? ଅପସନ୍ ଏ। ଜୀବାଣୁ। NCERTର ପୁରା ନାଁଟି କ'ଣ? ଅପସନ୍ ଏ। ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ।